ଜୀବନରେ ଶାନ୍ତିରେ ବଞ୍ଚିବାର 8ଟି ସୂତ୍ର। ଗାଁ ଠାରୁ ଦୂରରେ କେବେ ଘର କରିବେନି, ନଚେତ୍ ଆପଣ କେବେ ଶାନ୍ତିରେ ଶୋଇପାରିବେନି। ଖରାପ ଲୋକଙ୍କ ଠାରୁ ଯଦି ଶସ୍ତାରେ ବି ଜମି ମିଳେ ଏବେ ବି କିଣନ୍ତୁ ନାହିଁ। ଦୁଷ୍ଟ ଲୋକ ସହିତ ଭାବ ରଖିବେନି, ଜୀବନ ପ୍ରତି ବିପଦ। ପିତା ମାତାଙ୍କ ସ୍ୱୀକୃତି ନ ପାଇ ବାହା ହେବେନି ଏବଂ ଅଜଣା ଅଚିହ୍ନା ଲୋକଙ୍କୁ ଘରେ ଆଶ୍ରୟ ଦେବେନି। ମଦ, ଗଞ୍ଜେଇ, ଚୋରି, ଠକେଇ, ପରକୀୟା ଏମାନଙ୍କ ଠାରୁ ଦୂରରେ ରହିବେ। କହିବାର ତାତ୍ପର୍ଯ୍ୟ ଏହା କି ଆପଣ ଚାହିଁଲେ କେତେ ବଡ଼ ନିପୁଣ ହୁଅନ୍ତୁ ନା କାହିଁକି, କେତେ ବୁଦ୍ଧିମାନ ହୁଅନ୍ତୁ ନା କାହିଁକି, କେତେ ମହାନ ଏବଂ ବିବେକପୂର୍ଣ୍ଣ ହୁଅନ୍ତୁ ନା କାହିଁକି, କିନ୍ତୁ ଆପଣ ସ୍ୱୟଂ ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରିବେ ନାହିଁ। ଗୀତାରେ ଲେଖା ଅଛି, ଜୀବନ ଥିବା ପର୍ଯ୍ୟନ୍ତ 2 ଜଣ ବ୍ୟକ୍ତିଙ୍କୁ କେବେ ଭୁଲିବେ ନାହିଁ। ଜଣେ ଯିଏ ତୁମ ଦୁଃଖରେ ସାଥ ଦେଇଛି, ଅନ୍ୟ ଜଣେ ଯିଏ ତୁମ ଦୁଃଖ ଦେଖି ପରିହାସ କରୁଛି। ଲୋକେ କୁହନ୍ତି ରାତ ଗଇ ତ ବାତ ଗଇ। ସେମାନଙ୍କୁ କିଏ କହିବ ଯେ ଯେଉଁ କଥା ହୃଦୟକୁ କଷ୍ଟ ଦେଇଥାଏ ସେହି କଥାକୁ ଭୁଲିବା ପାଇଁ ରାତି ନୁହେଁ, ସାରା ଜୀବନ ବି କମ୍ ପଡ଼ିଯାଏ। ଖରାପ ଲାଗିଲେ ବି ସତ, ପୁରୁଷକୁ ଧନୀ ହେବା ଏବଂ ନାରୀକୁ ସୁନ୍ଦର ହେବା ଜରୁରୀ ଅଟେ। କାହିଁକି ନା ପୁରୁଷକୁ ଅସୁନ୍ଦରୀ ନାରୀ ପସନ୍ଦ ହୁଏ ନା, ଆଉ ନାରୀକୁ ଗରିବ ପୁଅ ପସନ୍ଦ ନୁହଁ। ମଣିଷ ନିଜର ବୋଲି କ'ଣ? ଜନ୍ମ ଅନ୍ୟଠୁ ମିଳିଲା, ନାମ ଅନ୍ୟ ଜଣେ କେହି ଦେଲେ, ଶିକ୍ଷା ଅନ୍ୟ କେହି ଦେଲେ, ରୋଜଗାର ଅନ୍ୟଠୁ ମିଳିଲା, ସମ୍ମାନ ଅନ୍ୟଠୁ ମିଳେ, ପ୍ରଥମ ଆଉ ଶେଷ ଆହାର ଅନ୍ୟ କିଏ ଖୁଆଏ, ଅବସାନ ଅନ୍ୟମାନେ ନେଇକି ଯାଆନ୍ତି, ମଲା ପରେ ସମ୍ପତ୍ତି ଅନ୍ୟମାନେ ବାଣ୍ଟି ନିଅନ୍ତି। ଏବେ କୁହନ୍ତୁ ଆପଣଙ୍କର କ'ଣ? ଆପଣଙ୍କର କହିଲେ କିଛି ବି ନୁହେଁ। ପୁଣି ଅହଙ୍କାର କେଉଁ କଥାକୁ ନେଇ କରୁଛନ୍ତି? ନିଜକୁ ରହସ୍ୟମୟ ବନେଇବାର ସରଳ ଉପାୟ, ନିଜକୁ ଶାନ୍ତ ରଖି ହସନ୍ତୁ, କମ୍ କୁହନ୍ତୁ, ଅଧିକ ଶୁଣନ୍ତୁ। ଯୋଜନା ବଦଳରେ ପରିଣାମ ଦେଖାନ୍ତୁ। ନିଜେ ପରିଶ୍ରମ କରି ପରିଚିତ ହୁଅନ୍ତୁ। ପବ୍ଲିକ ଜାଗାରେ ବହି ପଢ଼ନ୍ତୁ, ଜ୍ଞାନ ବୃଦ୍ଧି ପୁସ୍ତକ ପଢ଼ନ୍ତୁ। ହଁ କହିବା ବଦଳରେ ମୁଣ୍ଡ ହଲାନ୍ତୁ। ନିଜ ବିଚାରକୁ ଶବ୍ଦରେ ନୁହେଁ ଇଶାରାରେ ବ୍ୟକ୍ତ କରନ୍ତୁ। ସବୁବେଳେ ଆଭେଲେବୁଲ ରୁହନ୍ତୁ ନାହିଁ, ନିଜକୁ ସବୁବେଳେ ବ୍ୟସ୍ତ ରଖନ୍ତୁ। ନିଜ ବିଷୟରେ କମ୍ କଥା କୁହନ୍ତୁ, ମହତ୍ୱପୂର୍ଣ୍ଣ କଥା ଗୁଡ଼ିକ ନିଜ ପାଖରେ ରଖନ୍ତୁ। ଭିତରୁ ମଜବୁତ ଓ ଆକର୍ଷଣୀୟ ହୁଅନ୍ତୁ। ଦୁନିଆରେ କେହି ହେଲେ ସନ୍ତୁଷ୍ଟ ନୁହନ୍ତି। ଗରିବ ଧନୀ ହେବାକୁ ଚାହେଁ, ଧନୀ ସୁନ୍ଦର ହେବାକୁ ଚାହେଁ, କୁଆଁରା ବାହା ହେବାକୁ ଚାହେଁ, ଆଉ ବିବାହିତ ମରିବାକୁ ଚାହେଁ। ଏଠି ସବୁ ମଣିଷ ଦୁଃଖୀ। ଏହାର କାରଣ ଖାଲି ଏତିକି ନୁହେଁ, ଏଠି ନିଜ ଭଳି କେହି ହେବାକୁ ଚାହାନ୍ତିନି, ସମସ୍ତେ ଅନ୍ୟ ଭଳି ହେବାକୁ ଚାହାନ୍ତି। ସେଥିପାଇଁ ସମସ୍ତେ ଅସନ୍ତୁଷ୍ଟ। ଭଲ ପାଇବା 3 ପ୍ରକାର। ଯିଏ ଆପଣଙ୍କୁ ଆଖି ବନ୍ଦ କରି ପ୍ରେମ କରେ, ସିଏ ହେଉଛି ଗାର୍ଲଫ୍ରେଣ୍ଡ। ଯିଏ ଆପଣଙ୍କୁ ଆଖି ବନ୍ଦ ପରେ ବି ପ୍ରେମ କରେ, ସେ ହେଉଛି ମା। ଯିଏ ଆପଣଙ୍କୁ ଆଖି ଦେଖେଇ ଦେଖେଇ ପ୍ରେମ କରେ, ସେ ହେଉଛି ୱାଇଫ। ବେଶୀ ଲୋଭରୁ ବିବେକ ନଷ୍ଟ, ବେଶୀ ଆଦରରୁ ସନ୍ତାନ ନଷ୍ଟ, ବେଶୀ ଲୁଣରୁ ତରକାରୀ ନଷ୍ଟ, ବେଶୀ ସନ୍ଦେହରୁ ସମ୍ପର୍କ ନଷ୍ଟ, ବେଶୀ ଅହଙ୍କାରରୁ ଜୀବନ ନଷ୍ଟ, ବେଶୀ କଥାରେ ସମ୍ମାନ ନଷ୍ଟ, ବେଶୀ ଚିନ୍ତାରେ ସମୟ ନଷ୍ଟ, ବେଶୀ ଭୋଜନରେ ଶରୀର ନଷ୍ଟ, ବେଶୀ ପ୍ରେମରେ ସମ୍ପର୍କ ନଷ୍ଟ, ବେଶୀ ଆଦରେ ସଂସ୍କାର ନଷ୍ଟ। ନ କରିଲେ କିଛି ବେଶୀ ନା ହେବ କଷ୍ଟ ନା ହେବ ନଷ୍ଟ। କଥାରେ ଅଛି ଅତିରୁ ଇତି। ଭଡ଼ା ଘରକୁ ଯେତେ ସଜେଇଲେ ମଧ୍ୟ ସେ ଆପଣଙ୍କର ନିଜର ହୋଇନଥାଏ। ଠିକ୍ ସେଇଭଳି ଏମିତି କିଛି ଲୋକ ଅଛନ୍ତି, ତାଙ୍କୁ ଯେତେ ଭଲ ପାଇଲେ ବି ସେ କେବେ ନିଜର ହୋଇନଥାନ୍ତି। ଯେ ପାରସ୍ପରିକ ଉତ୍ତମ ବୁଝାମଣା, ଭାବର ଆଦାନ ପ୍ରଦାନ ଦ୍ୱାରା ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ମନେ ହୋଇଥାଏ। ମାତ୍ର ସାଂସାରିକ
ନାନା ସମସ୍ୟା ଭିତରେ ପତ୍ନୀ ଯେତେବେଳେ ସ୍ୱାମୀଙ୍କୁ ଅକାରଣେ ଉପେକ୍ଷା କରିବା ଆରମ୍ଭ କରିଦିଏ, ସେତେବେଳେ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇପଡ଼େ। ସାଂସାରିକ ନାନା କାର୍ଯ୍ୟ ବ୍ୟସ୍ତତା ଭିତରେ ସ୍ୱାମୀଙ୍କୁ ସମ୍ମାନ ପୂର୍ବକ ତାଙ୍କ ହୃଦୟକୁ କିପରି ଜୟ କରିପାରିବେ, ସେଥିପାଇଁ ପ୍ରତ୍ୟେକ ସ୍ତ୍ରୀ କେତେ ଗୋଟି ଉପାୟ ପାଇଁ ସଚେତନ ହେବା ଉଚିତ। ମସ୍ତିଷ୍କର କାର୍ଯ୍ୟଧାରା ଓ ଅତ୍ୟଧିକ ମିଠା ଖାଇବା। ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ହୁଏତ ମିଠା ହୋଇପାରେ, ଏହାର ପରିମାଣ ଅଧିକ ହେଲେ ଆମ ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଆବଶ୍ୟକତାଠାରୁ ଅଧିକ ମିଠା ଖାଇବା ନେଇ କେତେକ ବ୍ୟକ୍ତିଙ୍କ ମସ୍ତିଷ୍କର କାର୍ଯ୍ୟଧାରା କିପରି ରହୁଛି ତାହା ତର୍ଜମା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ 55% ବ୍ୟକ୍ତିଙ୍କଠାରେ ଏଭଳି ଲକ୍ଷଣ ସେମାନେ ଦେଖିବାକୁ ପାଇଥିଲେ। ତେଣୁ ମିଠା ଖାଇବା ପରିମାଣକୁ ସୀମିତ ରଖିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଜୟ ଶ୍ରୀ ଜଗନ୍ନାଥ।